ଶିମ୍ବ ଆଳୁ କେବେ ଏଇପରି କରିଛନ୍ତି କି ବିନା ପିଆଜ ରସୁଣ ଥରେ କରନ୍ତୁ ନା ଭାରି ସ୍ୱାଦ ଲାଗେ। ସେଥିପାଇଁ ଶିମ୍ବ ଆଳୁକୁ କାଟିକି ରଖିଦେଇଛି। ଏବେ ଗୋଟେ ଗ୍ରାଇଣ୍ଡର ଜାରେ ବାଦାମ, ଧଳା ରାଶି, କଞ୍ଚା ଲଙ୍କା, ଧନିଆ ପତ୍ର, ଟମାଟର ଆଡ଼ କରିଦେଉଛି ଏବଂ ସେଥିରେ କିଛି ଅଦା ଆଡ଼ କରିଦେବା। ଏବେ ସେଥିରେ ଟିକେ ପାଣି ଦେଇଦେବା ଏବଂ ପୁରା ଚିକଣ ଭାବରେ ତାକୁ ଗ୍ରାଇଣ୍ଡିଙ୍ଗ କରିଦେବା। ଗୋଟେ କରେଇରେ 2 ଚାମଚ ରିଫାଇନ୍ ତେଲ ନେଇଛି। ତେଲଟା ଗରମ ହେଇସାରିଲା ପରେ ଆମେ କାଟିକି ରଖିଥିବା ଶିମ୍ବ ଆଳୁକୁ ଆଡ଼ କରିଦେବା। ସ୍ୱାଦ ପାଇଁ ଟିକେ ଲୁଣ ଦେଇକି ଭଲ ଭାବରେ ଗୋଳେଇ ଦେବା ଏବଂ ଘୋଡ଼େଇକି 5 ମିନିଟ୍ ସିମ୍ ଆଞ୍ଚରେ ବସାଇଦେବା। 5 ମିନିଟ୍ ପରେ କଭର ବାହାର କରି ଏବଂ ଶିମ୍ବ ଆଳୁକୁ ଭଲ ଭାବରେ ଲାଲ ହେଲା ପର୍ଯ୍ୟନ୍ତ ଭାଜିଦେବା। ଯେତେବେଳେ ଲାଲ ହେଇଯିବ ସେତେବେଳେ ବାହାର କରି ଗୋଟେ ପ୍ଲେଟ୍ ରଖିଦେବା। ଏବେ ସେଇ କରେଇରେ ତରକାରୀ କରିବା। ସେଥିପାଇଁ ତେଲ ଦେଇଛି, ଜିରା ଦେଲି, ହଳଦୀ ଗୁଣ୍ଡ ଏବଂ ସ୍ୱାଦ ହିସାବରେ ଲଙ୍କା ଗୁଣ୍ଡ ଦେଇଦେବା। ତାପରେ ବାଟିକି ରଖିଥିବା ମସଲାରୁ 3-4 ଚାମଚ ଦେଇଦେବା। ତାକୁ ଭଲ ଭାବରେ କଷିଦେବା। ଯେପର୍ଯ୍ୟନ୍ତ ମସଲାରୁ ତେଲ ନ ଛାଡ଼ିଛି ସେପର୍ଯ୍ୟନ୍ତ ଆମେ ମସଲା କଷିଦେବା। ଶେଷରେ ଟିକେ ପାଣି ଦେଇଦେବା ଏବଂ ଟିକେ ଲୁଣ ଦେଇଦେବା। ଭଲ ଭାବରେ ଫୁଟିଗଲା ପରେ ଆମେ ଭାଜି ରଖିଥିବା ଶିମ୍ବ ଏବଂ ଆଳୁକୁ ଆଡ଼ କରିଦେବା। ତାକୁ ଘୋଡ଼େଇକି 2-3 ମିନିଟ୍ ବସାଇଦେବା। 3 ମିନିଟ୍ ପରେ କଭର ବାହାର କରିଦେବା ଏବଂ କିଛି ଧନିଆ ପତ୍ର ଛିଞ୍ଚିଦେବା। ବର୍ତ୍ତମାନ ଦେଖନ୍ତୁ ଆମର ଶିମ୍ବ ଆଳୁ ମସଲା ରେଡ଼ି ହେଇଗଲା।